जय जय श्री राधे। दंडवत प्रणाम। जय जय श्री राधे। दंडवत प्रणाम। जय जय श्री राधे। जय जय श्री राधे। दंडवत प्रणाम। प्रारंभ करो। गीता कथामृत सत्र रे समुपस्थित समस्त गुरुजन मंडली विद्वान मंडली पूज्य वैष्णव वृंदंग श्री चरण कमल रे विनम्र प्रणमांजलि विज्ञापन पूर्वक परम पूज्य श्री आचार्य पादंक श्री चरण कमल रे दंडवत प्रणाम ज्ञापन करुछि। विगत गीता कथामृतंकर सारांश समुपस्थापन करिवा पई आयुष्मती प्राक्ष्मिता को अनुरोध करुछि। आयुष्मती प्राक्ष्मिता। जय श्री राधे। मंजीरनूपुररणं नवरत्न कांची श्रीहार केशरी नखा प्रतियंत्र संघम दृष्ट्यार्तिहारिमषि बिंदु विराजमानम वंदे कलिंद तनुजा तटवालकेलिम्। अकारण करुणा वरुणालय भक्त वांछा कल्पतरु शरणागत बश्चल श्री जगन्नाथंकर अपार अनुकंपारु प्रातः कालीन गीता सत्र रे समुपस्थित समस्त गुरुमंडली विद्वान वर्गंक चरण रे आभम प्रणाम। दिव्य गीता पीयूष द्वारा आंभ मानक धन्याति धन्य तथा कृतार्थ करुथिबा पूज्य श्री गुरुदेवंकर श्री पदपंकज रे दंडवत प्रणाम। ए प्रातः कालीन सत्र रे निर्देशित हुई ए अज्ञा सारांश कथन निमंते उद्यत हेबा सह सोय आधमन्य को प्रकाश करुछे। सकाम कर्म मार्ग रे निरत रही याग यज्ञादि द्वारा भगवान को उपासना करुथिबा जनर गति केउपरि होइथाए एही प्रसंग को भगवान 20 श्लोक रे कहुछन्ति। त्रैविद्यमांशोमपापूत पापा यज्ञैरिष्ट्वा स्वर्गतिं प्रार्थयन्ते ते पुण्यमाशद्य सुरेन्द्रलोकम् अश्नुन्ति दिव्यान् दिवि देवभोगान्। अर्थात त्रिवेदोक्त सकाम कर्म परायण व्यक्तिगण यज्ञ द्वारा मोर आराधना करी यज्ञर अवशिष्ट सोमरस को पान करी निष्पाप होई स्वर्ग गमन निमंते प्रार्थना करिथांती। पुण्य फल रूपरे इंद्र लोक को प्राप्त करी सेमाने दिव्य देव भोग्य भोग को उपभोग करिथांती। त्रैविद्याः अर्थात रुक् यजुः साम अथवा होता अधर्यु
ଉଦ୍ଗାତା ଏହିପରି ତିନି ପ୍ରକାରର ବିଦ୍ୟା ଯେଉଁମାନଙ୍କ ପାଖରେ ବିରାଜମାନ ସେମାନେ ତ୍ରିବିଦ୍ୟାଃ। ତିସ୍ରଃ ବିଦ୍ୟାଃ ବିଦନ୍ତି ଅଧୀୟତେ ୟେ ତେ ତ୍ରୈବିଦ୍ୟାଃ। ସ୍ୱର୍ଗ ଭୋଗ ପାଇଁ ପ୍ରତିବନ୍ଧକୀଭୂତ ପାପଗୁଡ଼ିକୁ ଦୁରିତ ଗୁଡ଼ିକୁ ନାଶ କରିବା ପାଇଁ ତ୍ରୈବିଦ୍ୟାମାନେ ଯଜ୍ଞ ଅବଶିଷ୍ଟ ସୋମରସକୁ ଆସ୍ୱାଦନ କରିଥାନ୍ତି। ଇନ୍ଦ୍ରାଦି ଦେବତାମାନେ ଭଗବାନଙ୍କର ସ୍ୱରୂପ ଅଟନ୍ତି। ଏହି ତତ୍ତ୍ୱକୁ ଅବଗତ ନ ହୋଇଥିଲେ ମଧ୍ୟ ଇନ୍ଦ୍ରାଦି ରୂପରେ ସ୍ୱ ଅଜ୍ଞାନବଶତଃ ଭଗବାନଙ୍କୁ ହିଁ ଅର୍ଚ୍ଚନା କରିଥାନ୍ତି। ସୋମଂ ପିବନ୍ତି ଇତି ସୋମପାଃ। ସୋମରସକୁ ପାନ କରି ପୁଣ୍ୟ ଲାଭ କରି ସ୍ୱର୍ଗ ସୁଖକୁ ଭୋଗ କରିଥାନ୍ତି। ତେବେ ସେହି ଦେବତାମାନଙ୍କର ପରବର୍ତ୍ତୀ ଦଶା କିପରି ହୋଇଥାଏ? ଏହି ପ୍ରସଙ୍ଗକୁ ଭଗବାନ ପରବର୍ତ୍ତୀ 21 ଶ୍ଲୋକରେ ପ୍ରକଟ କରୁଛନ୍ତି। ते तं भुक्त्वा स्वर्गलोकं विशालं क्षीणे पुण्ये मर्त्यलोकं विशन्ति एवं त्रैधर्ममनुप्रपन्ना गतागतं कामकामा लभन्ते। ଅର୍ଥାତ୍ ଏହି ଦେବତାଗଣ ସେହି ବିଶାଳ ସ୍ୱର୍ଗଲୋକ ଭୋଗ କଲେ ମଧ୍ୟ ପୁଣ୍ୟ କ୍ଷୟ ହେଲେ ସେମାନେ ପୁନଃ ମୃତ୍ୟୁ ଲୋକରେ ପତିତ ହୋଇଥାନ୍ତି। ଏହିପରି ଭାବେ ତିନି ବେଦରେ ପ୍ରୋକ୍ତ ସକାମ କର୍ମର ସମନୁଷ୍ଠାତା ସଂସାରରେ ଆବାଗମନକୁ ପ୍ରାପ୍ତ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ପୁଣ୍ୟ ସମାପ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ସେମାନେ ପ୍ରମୋଦିତ ବା ଆନନ୍ଦିତ ହୋଇଥାନ୍ତି। ତାବତ୍ ସମୋଦତେ ସ୍ୱର୍ଗେ ୟାବତ୍ ପୁଣ୍ୟ ସମାପ୍ୟତେ। ସ୍ୱର୍ଗ ଭୋଗଜନିତ ପୁଣ୍ୟର ସମାପନ ପରେ ସେମାନେ ପୁନଃ ମର୍ତ୍ତ୍ୟ ଲୋକକୁ ପ୍ରାପ୍ତ ହୋଇ ପୁନଃ ଗର୍ଭବାସାଦି ଯାତନାରେ ୟନ୍ତ୍ରିତ ହୋଇଥାନ୍ତି। କ୍ଷୀଣ ପୁଣ୍ୟଃ ପତତ୍ୟର୍ବାଗନିଚ୍ଛନ୍ କାଳଚାଳିତଃ। ସକାମ କର୍ମକୁ ଶାଶ୍ୱତ ମନେକରି ସକାମ କର୍ମଜନିତ ସ୍ୱର୍ଗ ଲୋକର ପ୍ରାପ୍ତିକୁ ସର୍ବୋଚ୍ଚ ଉପଲବ୍ଧ ବୋଲି ମନେକରି ସତ୍ତ୍ୱ ଶୁଦ୍ଧି ଅଭାବରୁ ପ୍ରଜ୍ଞାର ପରିପ୍ରକାଶ ଅଭାବରୁ ସେମାନେ ଦିବ୍ୟ ଜ୍ଞାନ ଲାଭରୁ ବଞ୍ଚିତ ହୋଇ ପୁନଃ ପୁନଃ ସଂସାର ଚକ୍ରରେ ଗର୍ଭବାସାଦି ଦୁଃଖରେ ନିପତିତ ହୋଇଥାନ୍ତି। ଅଧୁନା ଅଗ୍ରିମ 22 ଶ୍ଲୋକରେ ନିଜର ନିଷ୍କାମ ଅନନ୍ୟ ଭକ୍ତମାନଙ୍କର ପ୍ରସଙ୍ଗକୁ ଭଗବାନ ଉପସ୍ଥାପିତ କରିଛନ୍ତି। ଅନନ୍ୟଶ୍ଚିନ୍ତୟନ୍तो ମାଂ ୟେ ଜନଃ पर्युपासते तेषां ନିତ୍ୟାଭିୟୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍। ଅର୍ଥାତ୍ ଭଗବାନ କହୁଛନ୍ତି ଅନ୍ୟ କାମନା ବିରହିତ ତଥା ମୋର ଚିନ୍ତାରେ ନିରତ ଯେଉଁ ବ୍ୟକ୍ତିଗଣ ସର୍ବୋତ ଭାବରେ ମୋର ଉପାସନା କରିଥାନ୍ତି ସେହିପରି ସଦାସର୍ବଦା ମୋ ଠାରେ ଏକନିଷ୍ଠ ଥିବା ବ୍ୟକ୍ତିମାନଙ୍କର ଯୋଗ ଓ କ୍ଷମକୁ ମୁଁ ବହନ କରିଥାଏ। पर्युपासते नाम परितः उपासते। परितः अर्थात अनवच्छिन्न रूपे देश काल पात्रादि बाधाକୁ ସହ୍ୟ କରି ଭଗବାନଙ୍କୁ ଉପାସନା କରିଥାନ୍ତି। ଭଗବାନଙ୍କ ବ୍ୟତିରିକ୍ତ ଯେଉଁମାନଙ୍କର ଅନ୍ୟ ଚିନ୍ତନୀୟ ବା ଉପାଦେୟ ବସ୍ତୁ ନାହିଁ ସେମାନେ ଅନନ୍ୟ ଭକ୍ତ। ସଂସାରରେ ରହି ମଧ୍ୟ ନିରନ୍ତର ପ୍ରେମପୂର୍ଣ୍ଣ ହୃଦୟରେ ଭଗବାନଙ୍କୁ ସ୍ମରଣ କରିବା ହିଁ ଅନନ୍ୟ ଭକ୍ତମାନଙ୍କର ଅନନ୍ୟତା ଅଟେ। ଏହାଦ୍ୱାରା ଚିନ୍ତନ ସହ ଉପାସନାର ସମାନାଧିକରଣ ସିଦ୍ଧ ହେଲା। ଅଲବ୍ଧର ଲାଭ ଯୋଗ, ଲବ୍ଧର ପରିରକ୍ଷଣ କ୍ଷମ। ଶରୀର ସାଧନ ପାଇଁ ଅଲଭ୍ୟ ବସ୍ତୁର ଲାଭ ଓ ଲବ୍ଧ ବସ୍ତୁର ପରିରକ୍ଷଣ ରୂପକ କ୍ରିୟା ବା ଇଚ୍ଛା ଏହି ଅନନ୍ୟ ଭକ୍ତମାନଙ୍କ ଦ୍ୱାରା ପ୍ରାର୍ଥ୍ୟ ବା କାମିତ ନହେଲେ ମଧ୍ୟ ଭଗବାନ ଏହାକୁ ବହନ କରିଥାନ୍ତି। ସକାମ ଭକ୍ତମାନଙ୍କ ପରି ଅନନ୍ୟ ଭକ୍ତମାନଙ୍କର ସୁଖ କର୍ମ ପ୍ରାପ୍ତ ନୁହେଁ ଅପିତୁ ସ୍ୱୟଂ ଭଗବାନଙ୍କ ଦ୍ୱାରା ବିହିତ ହୋଇଥାଏ। ଅଭିୟୁକ୍ତ ଅର୍ଥାତ୍ ପଣ୍ଡିତ ଯେଉଁମାନେ ଅନନ୍ୟ ରୂପରେ ଭଗବତ ଆରାଧନାରେ ସଂପ୍ରବୃତ୍ତ ସେମାନେ ହିଁ ପଣ୍ଡିତ। ତଦ୍ ବ୍ୟତିରିକ୍ତ ଅନ୍ୟ ସମସ୍ତେ ଅପଣ୍ଡିତ। ଏହି ଅସତ୍ୟ ଶରୀର ଦ୍ୱାରା ସତ୍ୟକୁ ପ୍ରାପ୍ତ ହେବା ମନୀଷୀର ମନୀଷା ବା ବୁଦ୍ଧିମାନର ବୁଦ୍ଧିମତା ଅଟେ। ଅତଃ ଗୋସ୍ୱାମୀ ତୁଳସୀଦାସ ଜୀ କହୁଛନ୍ତି
तेन तप्तं हुतं दत्तमेवाखिलं तेन सर्वं कुतं कर्मजालं येन श्रीरामनाममृतं પાનકૃતમનીષ્ય મદબત્યમવલોક્ય કાલમ ଯେଉଁ ଅନନ୍ୟ ଭକ୍ତ କଳିକାଳର ବିଷମତାକୁ ଦର୍ଶନ କରି ନିତ୍ୟ ନିରନ୍ତର ଶ୍ରୀରାମ ନାମ ରୂପୀ ନିର୍ଦ୍ଦୋଷ ଅମୃତର ପାନ କରୁଛି ତାହା ଦ୍ୱାରା ସମସ୍ତ ତପ ସମସ୍ତ ଯଜ୍ଞାନୁଷ୍ଠାନ ସମସ୍ତ ଦାନ ବିଧି ଅନୁସାରେ ସମସ୍ତ ବୈଦିକ କର୍ମ ସମ୍ପାଦିତ ହୋଇସାରିଛି। ଏମାନେ ହିଁ ବସ୍ତୁତଃ ନିତ୍ୟ ପଣ୍ଡିତ, ଅନ୍ୟ ଅର୍ଥରେ ନିତ୍ୟ ସଂଯୋଗ ସ୍ପୃହାବତାଂ ଅର୍ଥାତ୍ ନିତ୍ୟ ସଂଯୋଗ ଆକାଂକ୍ଷୀ ଭକ୍ତମାନଙ୍କର ଯୋଗ ଧ୍ୟାନାତି ପ୍ରାପ୍ତି ଭଗବାନଙ୍କ ଦ୍ୱାରା ହିଁ ପ୍ରଦତ୍ତ ହୋଇଥାଏ। ଏଠାରେ କରୋମି ଶବ୍ଦର ପ୍ରୟୋଗ ବ୍ୟତିରିକ୍ତ ବହାମି ଶବ୍ଦ ପ୍ରୟୋଗର କାରଣ ପ୍ରସଙ୍ଗରେ ଶ୍ରୀଲ ଚକ୍ରବର୍ତ୍ତୀ ପାଦ କହୁଛନ୍ତି ଯେପରି ସଂସାରୀ ବ୍ୟକ୍ତିମାନେ କଳତ୍ର ପୁତ୍ରାଦି ପୋଷଣର ଭାରକୁ ବହନ କରିଥାନ୍ତି ଏବଂ ସେହି ବହନ କାର୍ଯ୍ୟକୁ ଅତ୍ୟନ୍ତ ଆନନ୍ଦର ସହ ସମ୍ପାଦିତ କରିଥାନ୍ତି, ସେହିପରି ଅନନ୍ୟ ଭକ୍ତର ଯୋଗକ୍ଷମ ଭଗବାନ ସ୍ୱୟଂ ଅତ୍ୟନ୍ତ ଆନନ୍ଦର ସହ ବହନ କରିଥାନ୍ତି। ଏଥିପାଇଁ ଗୋସ୍ୱାମୀଜୀ କହୁଛନ୍ତି ଏସି ହରି କରତ ଦାସ ପର ପ୍ରୀତି ନିଜ ପ୍ରଭୁତା ବିଷାରି ଜନକେ ବଶ ହୋତ ସଦା यह ରୀତି। ଶ୍ରୀହରି ନିଜର ଅନନ୍ୟ ଭକ୍ତ ବା ଦାସକୁ ପ୍ରେମ କରି ନିଜର ସମସ୍ତ ପ୍ରଭୁତାକୁ ବିସ୍ମୃତ ହୋଇ ସ୍ୱୟଂ ଭକ୍ତର ଅଧୀନ ହୋଇଥାନ୍ତି। ଏହି ରୀତି ସନାତନ ଶାଶ୍ୱତ ଅଟେ। ସଂସାରୀ ବ୍ୟକ୍ତିର ଯୋଗକ୍ଷମ ତାହା ତାର କର୍ମର ପ୍ରାପ୍ୟ ଅଟେ, ପରନ୍ତୁ ଅନନ୍ୟ ଉପାସକର ଯୋଗକ୍ଷମ ଭଗବତ ପ୍ରଦତ୍ତ ଅଟେ। ଯେପରି ଭଗବାନଙ୍କର ଗୁଣ ଆତ୍ମା ରାମ ସର୍ବତ୍ର ଉଦାସୀନ ତଥାପି ତଦପେକ୍ଷୟା ଏକ ବିଶିଷ୍ଟ ଗୁଣ ହେଉଛି ଭକ୍ତ ବତ୍ସଲତା। ଭକ୍ତ ବାତ୍ସଲ୍ୟ ଗୁଣର ବଶୀଭୂତ ହୋଇ ଆତ୍ମରାମ ଅପ୍ରାପ୍ତବ୍ୟ ରହିତ ପରିପୂର୍ଣ୍ଣ ଆପ୍ତକାମ ଭଗବାନ ଭକ୍ତର ଯୋଗକ୍ଷମକୁ ସ୍ୱୟଂ ବହନ କରିଥାନ୍ତି। ଭଗବତ ଭକ୍ତମାନଙ୍କର ହୃଦୟ ମଞ୍ଜୁଷରେ ରତ୍ନତୁଲ୍ୟ ସଂରକ୍ଷଣୀୟ ଭଗବତୀ ଗୀତାଙ୍କର ଏହି ଦିବ୍ୟ ଶ୍ଲୋକର ବ୍ୟାଖ୍ୟାକୁ ଆମ୍ଭେମାନେ ପରମ ପୂଜ୍ୟ ଶ୍ରୀ ଆଚାର୍ଯ୍ୟ ପାଦଙ୍କ ଶ୍ରୀମୁଖରୁ ସମାସ୍ୱାଦନ କରି ଅତ୍ୟନ୍ତ କୃତାର୍ଥ ଓ ଧନ୍ୟାତି ଧନ୍ୟ। ଅଗ୍ରିମ ପାଠରେ ସଂପ୍ରବୃତ୍ତ ହେବା ପାଇଁ ପୂଜ୍ୟ ଆଚାର୍ଯ୍ୟ ପାଦଙ୍କ ଶ୍ରୀ ଚରଣରେ ବିନମ୍ର ନିବେଦନ ପୂର୍ବକ ତଥା ସଂଜାତ ତ୍ରୁଟି ପ୍ରମାଦ ପାଇଁ ଶ୍ରୀ ଚରଣ କମଳରେ କ୍ଷମା ପ୍ରାର୍ଥନା ପୂର୍ବକ ବାଣୀକୁ ବିଶ୍ରାମ ଦେଉଛି। ଜୟ ଜୟ ଶ୍ରୀ ରାଧେ। ଦଣ୍ଡବତ ପ୍ରଣାମ। यस्य प्रसादात् भगवत् प्रसादो यस्य प्रसादान्न गति कुतोऽपि ध्यायं स्तुवंस्तस्य यशस्त्रिसन्ध्यं वन्दे गुरु श्रीचरणारविन्दम् वन्दे गुरु श्रीचरणारविन्दम् रक्तम्भूरुहदर्पभञ्जनमहा सौन्दर्यनेत्रद्वयम् मुक्ताहारविलम्बिहेम मुकुटम् रत्नोज्ज्वलत्कुण्डलम् वर्षामेघ समाननीलवपुषम् ग्रैवेयहारान्वितम् पार्श्वे चक्रधरम् प्रसन्नवदनं नीलाद्रिनाथं भजे अजानुलम्बितभुजौ कनकावदातौ संकीर्तनैकपितरो कमलायताख्यौ विश्वम्भरो द्विजवरो युगधर्मपालो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो राधाकरावचित पल्लव वल्लरी के
राधा पदांक विलसन मधुरस्थलीके राधा यशो मुखरमत्त खगाबलीके राधा विहार विपिने रमतां मनोमि पार्थाय प्रतिबोधितां भगवता नारायणेन स्वयं व्यासेन ग्रथितां पुराणमुनिना मध्ये महाभारतम् अद्वैतामृतवर्षिणीं भगवती मष्टादशाध्यायिनी मम्बत्वामनुसन्दधामि भगवद्गीते भवद्वेषिणीम् यत्र यत्र रघुनाथकीर्तनं तत्र तत्र कृतमस्तकाञ्जलिम् बाष्पवारि परिपूर्णलोचनं नमत मारुतिं राक्षसान्तकम् वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः पतितानां पावनेभ्यो वैष्णवेभ्यो नमो नमः। प्रातःकालीन श्रीमद् भगवद गीता सत्रे समवेत समस्त पूज्य वैष्णव वृंद गुरुजन वर्ग मातृवृंदो स्निग्ध मित्र मंडली को विनम्र प्रणाम तथा अभिवादन विज्ञापन करुअछि। भगवत अनुकंपारु प्रत्यह प्रातः श्रीमद् भगवद गीतार्थ समास्वादन रे प्रवृत्त हेबा पई दिव्य दुर्लभ क्षण संप्राप्त हेउथिबारु समस्त सुधी श्रोतृमंडली को कृतज्ञता निवेदन करुअछि। जेपरि आयुष्मती प्राक्स्मिता गत दिवसर कथा सारांश को अत्यंत मधुर भावरे सावलील भावरे संक्षिप्त भावरे प्रकट करिसेंती ता अत्यंत श्लाघनीय ओ मनोरम अटे। तदनुसारे अद्यतन दिवसर आलोचना रे प्रवृत्त हेबा पई अनुज्ञा प्रार्थना करुअछि। ज्ञान यज्ञर उपासना परे भगवान निजर अनन्य भक्त मानकर उपासनार प्रकार एवं तांक प्रति भगवान को हृदय थिबा अपूर्व प्रेम संभार को भगवान परिव्यक्त करिसेंती। अनन्याः चिन्तयन्तो मां ये जनाः पर्युपासते तेषां नित्याभियुक्तानां योगक्षेमं वहाम्यहम्। मु सेमानंकर योगक्षेम को बहन करिथाए अप्राप्त वस्तु को प्राप्त कराई थाए तथा प्राप्त वस्तुर संरक्षण परिरक्षण मध्य कराई थाए। को मानंकर ना अनन्य चिंतक मानंकर अनन्य भावरे मते चिंता करी जिमाने मोर सर्वत भावे उपासना करंती से भली नित्य संयुक्त नित्य संयोगाभिलाषी मोर भक्त मानंकर योगक्षेम को योगक्षेमर दायित्व को मु बहन करी थाए। इस श्लोकर विचार रे बहामी शब्दर जो ध्वनि अर्थ ताको मैं विचार करथुले जे योगक्षेमम करोमि न कही बहामी कहबार तात्पर्य होची जे भगवानंकर भक्त वात्सल्य भगवान निजे ब्रह्मरुद्रादि परिसेवित परिवंद्य पादपद्म हेले मध्य निजे निजर अकिंचन भक्तर समस्त दायित्व निजे बहन करिथांती निजे स्वीकार करिथांती। यह तांकर भक्तवत्सलता। इठी टीकाकार जिज्ञासा करुचंती जे नचेवं त्वयि श्रेष्ठ देवे स्वनिर्वाह भारम ददानाः ते भक्ताः प्रेम शून्या इति वाच्यम्। निजर इष्टदेव परम आराध्य सर्वसेव्य भगवान को निजर निर्वाह भार प्रदान करिवा निर्वाह भार प्रदानकारी भक्तर प्रेम रे न्यूनता आशंका करा जाई पारे। आमे जाहा को प्रीति करू
ତାଠାରୁ କିଛି ବସ୍ତୁ ଚାହୁଁନାହିଁ, ଚାହିଁଲେ ପ୍ରେମ ରହିନାହିଁ। ଯଦି ଭକ୍ତ ଭଗବାନଙ୍କ ଠାରେ ନିଜର ଦେହ ନିର୍ବାହର ଭାରକୁ ଅର୍ପଣ କରି ତାଙ୍କଠୁ ଚାହୁଁଛି ଯେ ମୋର ଏହା ଆବଶ୍ୟକ, ମୋର ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଆଉ ପ୍ରାପ୍ତର ପରିରକ୍ଷଣର ଭାର ମୋର ଇଷ୍ଟଦେବ ମୋର ପ୍ରଭୁ ଗ୍ରହଣ କରନ୍ତୁ, ତାଙ୍କଠାରେ ସମର୍ପଣ କରୁଛି, ତେବେ ତ ଏହି ପ୍ରେମରେ ନ୍ୟୁନତା ଅଟେ। ଏହିପରି ଜିଜ୍ଞାସକାରୀ କହୁଛନ୍ତି, ନା ନା, ତୈର୍ମୟୀ ସ୍ୱଭାରସ୍ୟ ସର୍ବଥାଇବ ଅନର୍ପଣାତ୍ ମୟୀବ ସ୍ୱେଚ୍ଛୟା ଗ୍ରହଣାତ୍। ନା ନା, ମୋର ଅନନ୍ୟ ଭକ୍ତ ମାନେ ମୋ ଠାରେ ଭାର ନିଜେ ଦଉନାହାନ୍ତି। ହେ ଭଗବାନ, ମୁଁ ତୁମର ଶରଣାଗତ, ମୋର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁମର, ଏଭଳି କଥମପି କହେ ନାହିଁ। ଯେପରି ଗାଈକୁ ବିକୃତ ଗୌର ଦାୟିତ୍ୱ ବିକୃତ କରିସାରିଲା ପରେ ଗାଈକୁ ପୂର୍ବ ତାର ପୂର୍ବ ସ୍ୱାମୀ କଥମପି ଗୋ ପ୍ରତି ନିଜର ସ୍ୱାମିତ୍ୱକୁ ସ୍ଥାପନ କରେ ନାହିଁ, ଧାରଣ କରେ ନାହିଁ। ସେହିପରି ଭଗବାନଙ୍କ ଚରଣରେ ଅନନ୍ୟ ଶରଣାଗତି ପରେ, ଯେ ଆତ୍ମନିକ୍ଷେପ ପରେ, ସେ କଥମପି ଭାବେ ନାହିଁ ଯେ ଭଗବାନ ମୋର ଦେହ ଗେହର ଦାୟିତ୍ୱକୁ ବହନ କରିବେ। କିନ୍ତୁ ଏହିପରି ଅନନ୍ୟ ଭକ୍ତର, ଅନନ୍ୟ ଚିନ୍ତକର ଦାୟିତ୍ୱକୁ, ଯୋଗ ଓ କ୍ଷୀମକୁ ଭଗବାନ ନିଜେ ନିଜ ଇଚ୍ଛାରେ ସ୍ୱପ୍ରୀତିରେ ଗ୍ରହଣ କରିଥାନ୍ତି। ତେଣୁ ଏଥିରେ ପ୍ରେମରେ କୌଣସି ନ୍ୟୁନତାର ଆଶଙ୍କା ହିଁ ନାହିଁ। ଭଗବାନ ସ୍ୱଇଚ୍ଛାରେ ତାର ଭାର ଗ୍ରହଣ କରନ୍ତି, ଏହା କହୁଛନ୍ତି। ଯୋଗକ୍ଷେମଂ ବହାମି ଅହମ୍ ନଚ ସ ଭକ୍ତ ମାଂ ପ୍ରାର୍ଥୟତେ। ସେଇ ଅନନ୍ୟ ଭକ୍ତର ତ କିଛି ମଧ୍ୟ ଅଭିଳାଷ ନାହିଁ। ସେ ବା ଶରୀର ରକ୍ଷଣ ପାଇଁ, ଯୋଗକ୍ଷମ ପାଇଁ କାହିଁକି ଭଗବାନଙ୍କୁ ଅର୍ପଣ କରିବ ନିଜର ଭାରକୁ? ଭଗବାନଙ୍କ ଚରଣରେ ନିଜର ମତି ବ୍ୟତୀତ, ନିଜର ସ୍ମୃତି ବ୍ୟତୀତ ଅନନ୍ୟ ଭକ୍ତ ଆଉ କିଛି ବି ଚାହେଁ ନାହିଁ। ସ୍ୱର୍ଗ ଅପବର୍ଗ ନରକରେ ମଧ୍ୟ ତୁଲ୍ୟତାକୁ ଦର୍ଶନ କରୁଥିବା ଭକ୍ତ କଥମପି ନିଜର ଯୋଗକ୍ଷେମର ଅଭିଳାଷ ଭଗବାନଙ୍କ ଠାରୁ ରଖେ ନାହିଁ। କିନ୍ତୁ ଭଗବାନ ପରମ ଭକ୍ତ ବତ୍ସଳ ଯିଏ, ପରମ କାରୁଣିକ ଯିଏ, ଭୃତ୍ୟାନୁଗ୍ରହ କାତର ଯିଏ, ସେ ନିଜେ ସେଇଭଳି ଭକ୍ତର, ଅନନ୍ୟ ଉପାସକର ଯୋଗକ୍ଷେମର ଦାୟିତ୍ୱକୁ ନିଜେ ବହନ କରିଥାନ୍ତି। ଏହା ହିଁ ତାତ୍ପର୍ଯ୍ୟ। ଏବଂ ଚ ଟୀକାକାର କହୁଛନ୍ତି, ଯଦ୍ବା ଭକ୍ତ ଜନାସକ୍ତସ୍ୟ ମମ ସୌଭୋଗ୍ୟ କାନ୍ତାଭାର ବହନମିବ ତଦୀୟ ଯୋଗକ୍ଷେମ ବହନମ ଅତି ସୁଖପ୍ରଦ। ଯେମିତି କାମୁକ ବ୍ୟକ୍ତି ନିଜ କାନ୍ତାର ଭାରକୁ ବହନ କରି ଅତ୍ୟନ୍ତ ଆନନ୍ଦ ଲାଭ କରିଥାଏ, ସେଇଭଳି ଭଗବାନ ଭକ୍ତବତ୍ସଳ, ଭକ୍ତ ହିତକାରୀ, ଭକ୍ତାନୁଗ୍ରହ କାତର। ତେଣୁ ସେ ଭକ୍ତର ଭାରକୁ ବହନ କରି ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଏ ତ ବିଶ୍ୱମ୍ଭର, ସମ୍ପୂର୍ଣ୍ଣ ବିଶ୍ୱର ଭାରକୁ ବହନ କରିଛନ୍ତି। ତେଣୁ ଯିଏ ବିଶ୍ୱମ୍ଭର, ବିଶ୍ୱର ଭାର ବହନକାରୀ, ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଉଦରରେ ବିଦ୍ୟମାନ, ସେ ନିଜର ଅକିଞ୍ଚନ ଭକ୍ତର ଭାରକୁ ବହନ କରିକି କାହିଁକି କ୍ଲେଶ ପାଇବେ? ବରଂ ତାହା ତାଙ୍କ ପାଇଁ ସୁଖପ୍ରଦ ଅଟେ। ଭକ୍ତର ଭାର ବହନ କରିବା, ଭକ୍ତର ଯୋଗକ୍ଷେମକୁ ସ୍ୱୀକାର କରିବା, ଏହା ଭଗବାନଙ୍କ ପ୍ରତି, ଭଗବାନଙ୍କ ପାଇଁ, ଭକ୍ତବତ୍ସଳ ଶ୍ରୀହରିଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଅଟେ, ପ୍ରେମର ବିଷୟ ଅଟେ, ତାଙ୍କର ସୁଖପ୍ରଦ ଅଟେ। ଅତଃ ଅନନ୍ୟ ଭକ୍ତର ଯୋଗକ୍ଷେମକୁ ଭଗବାନ ସ୍ୱୀକାର କରିବା କୌଣସି ମତେ ଇଏ ତାର ଅନନ୍ୟ ଭକ୍ତର ପ୍ରେମରେ ନ୍ୟୁନତାକୁ ଆଶଙ୍କା କରାଯାଇ ପାରୁନାହିଁ। ତେଣୁ ଭଗବାନଙ୍କ ଏପରି ବାଣୀକୁ ଶ୍ରବଣ କରି ଯିଏ ବସ୍ତୁତଃ ଅନନ୍ୟ ଭକ୍ତ ଅଟେ, ଯିଏ ବସ୍ତୁତଃ ଭକ୍ତି ରାଜ୍ୟରେ ପ୍ରବିଷ୍ଟ ଅଟେ, ସେ ସର୍ବଥା ନିଜର ଦେହ ଗେହର ଭାରକୁ ବିସ୍ମୃତ ହୋଇ ତାହା ପାଇଁ ପୃଥକ ପରିଶ୍ରମ ନ କରି, ଭଗବାନ ଯେ ମୋର ସମସ୍ତ ଯୋଗକ୍ଷେମକୁ ବହନ କରିଛନ୍ତି, ତେଣୁ ନିଶ୍ଚିନ୍ତ ହୋଇ ଭଗବାନଙ୍କ ଭଜନରେ ବ୍ରତୀ ହେବା କଥା। ଏହା ହିଁ ଆମମାନଙ୍କର ଉପାଦେୟ, ଶିକ୍ଷଣୀୟ, ଗ୍ରହଣୀୟ ବିଷୟ ଅଟେ। ଅନନ୍ୟା ଚିନ୍ତୟନ୍ତୋ ମାଂ ये जना पर्युपासते तेषां नित्याभियुक्तानां योगक्षेमं वहाम्यहं तेषां नित्याभियुक्तानां योगक्षेमं वहाम्यहम्।
ଏହା ପରେ ଭଗବାନ କହୁଛନ୍ତି ଯେ ସକାମ ଭକ୍ତ ମାନଙ୍କର, ଯେଉଁମାନେ ନିଷ୍କାମ ଭକ୍ତ କଥା କହିଲେ ଏବଂ ଯେଉଁମାନେ ଜ୍ଞାନ ଯଜ୍ଞର ଉପାସକ କହିଲେ ଏବଂ ଅନନ୍ୟ ଚିନ୍ତକ ଭକ୍ତର ବୈଶିଷ୍ଟ୍ୟ ତାହା ମଧ୍ୟ ବ୍ୟକ୍ତ କଲା ପରେ ଯେଉଁମାନେ ଭଗବତ ତତ୍ତ୍ୱକୁ ବୁଝି ନାହାନ୍ତି ଅଥଚ ଅନ୍ୟ ଦେବତାଙ୍କ ଆରାଧନା କରୁଛନ୍ତି, ତାହା କଣ ଭଗବାନଙ୍କ ଆରାଧନା ନୁହେଁ? କାରଣ ଭଗବାନ ତ କହିଲେ ସବୁ ଉପରେ ମୁଁ ଅଛି। ମନ୍ତ୍ର ଅହମେବ ବାଜ୍ୟମ୍, ଅହଂ ଅଗ୍ନି ଅହଂ ଘୃତମ୍। ମନ୍ତ୍ର ମଧ୍ୟ ମୁଁ, ଅଗ୍ନି ମଧ୍ୟ ମୁଁ, ଘୃତ ମଧ୍ୟ ମୁଁ, ହବନ କ୍ରିୟା ମଧ୍ୟ ମୁଁ। ତେବେ ସମସ୍ତ ଦେବତା ରୂପରେ ତ ଭଗବାନ ଶ୍ରୀହରି ହିଁ ବିଦ୍ୟମାନ। ତେବେ ଦେବତାନ୍ତରର ଆରାଧନା ମଧ୍ୟ ଭଗବାନଙ୍କ ଆରାଧନା। ତେବେ ଦେବତାନ୍ତରଙ୍କର ଆରାଧନା ଦ୍ୱାରା ଭଗବାନଙ୍କ ବିଶ୍ୱତୋମୁଖ ଭଗବାନଙ୍କର ହିଁ ଆରାଧନା ହଉଛି। ତେଣୁ ଯାହା କହିଲେ ଯେ ଗତାଗତମ୍ କାମ କାମା ଲଭନ୍ତେ, ଯେଉଁମାନେ ଯଜ୍ଞରେ ଇନ୍ଦ୍ରାଦି ଦେବତାଙ୍କର ଆରାଧନା କରିଥାନ୍ତି ସେମାନେ ଜନ୍ମ ମରଣ ପରମ୍ପରା ରୂପ ସଂସାର ଚକ୍ରରେ ନିପତିତ ହୋଇଥାନ୍ତି। ଏହା କାହିଁକି? ଯଦି ସର୍ବତ ଭାବରେ ଭଗବାନ ହିଁ ବିରାଜମାନ, ସବୁ ରୂପରେ ଭଗବାନଙ୍କର ବିଭୂତି ହିଁ ପ୍ରତିଷ୍ଠିତ, ତେବେ ଇନ୍ଦ୍ରଚନ୍ଦ୍ର ବରୁଣ ଯମ କୁବେରାଦି ଦେବତାଙ୍କ ରୂପରେ ଯିଏ ଯଜ୍ଞରେ ଭଗବାନଙ୍କ ଆରାଧନା କରୁଛି ସେ ତ ଭଗବାନଙ୍କ ଆରାଧନା ଅଟେ। ଭଗବତ ବିଭୂତିର ଆରାଧନା ତ ଭଗବାନଙ୍କ ଆରାଧନା। ତେଣୁ ତ୍ରୈବିଦ୍ୟାମାଂ ସୋମପାପା ଶ୍ଲୋକରେ ଯୋଉ ଭଗବାନ ଯାହା କହିଲେ ଯେ ତେତଂ ଭୁକ୍ତ୍ୱା ସ୍ୱର୍ଗଲୋକଂ ବିଶାଲମ୍ କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକଂ ବିଶନ୍ତି ଏବଂ ତ୍ରୟୀଧର୍ମ ମନୁପ୍ରପନ୍ନାଃ ଗତାଗତଂ କାମ କାମା ଲଭନ୍ତେ। ସେମାନେ ସ୍ୱର୍ଗକୁ ଗମନ କରନ୍ତି ଏବଂ ପୁଣ୍ୟ କ୍ଷୀଣ ହେଲେ ପୁନଶ୍ଚ ମର୍ତ୍ତ୍ୟକୁ ଆସି ଜନ୍ମ ମରଣ ପରମ୍ପରା ରୂପ ସଂସାର ଚକ୍ରରେ ନିପତିତ ହୁଅନ୍ତି। ଏହା କାହିଁକି? এই ଜିଜ୍ଞାସାର ସମାଧାନ ପାଇଁ ଭଗବାନ କହୁଛନ୍ତି येऽप्यन्य ଦେବତା ଭକ୍ତା यजन्ते ଶ୍ରଦ୍ଧୟାନ୍ୱିତା, येऽप्ୟନ୍ୟ ଦେବତା ଭକ୍ତା यजन्ते ଶ୍ରଦ୍ଧୟାନ୍ୱିତା तेऽपि मामेव कौन्तेय यजन्त्यविधिपूर्वकम्, तेऽपि मामेव कौन्तेय यजन्त्यविधिपूर्वकम्। हे कौन्तेय, ଅବଶ୍ୟ ଏହା ଠିକ କଥା, ଯେଉଁମାନେ ଅନ୍ୟ ଦେବତାର ଭକ୍ତ ଅଟନ୍ତି, ଇନ୍ଦ୍ର ଚନ୍ଦ୍ର ଯମ କୁବେର ବରୁଣାଦି ରୂପରେ ମୋର ଉପାସନା କରୁଛନ୍ତି, ଶ୍ରଦ୍ଧାରେ କରୁଛନ୍ତି, ସେମାନେ ମତେ ହିଁ ଉପାସନା କରୁଛନ୍ତି, ମୋର ହିଁ ଆରାଧନା କରୁଛନ୍ତି, ଏଥିରେ କୌଣସି ପ୍ରଶ୍ନ ନାହିଁ। କିନ୍ତୁ ସେମାନେ ଅଜ୍ଞତା ପୂର୍ବକ ମୋର ଆରାଧନା କରୁଛନ୍ତି, ଜ୍ଞାନ ପୂର୍ବକ ନାହିଁ। ଜ୍ଞାନ ପୂର୍ବକ ଆରାଧନା ଓ ଅଜ୍ଞତା ପୂର୍ବକ ଆରାଧନା ଉଭୟରେ ଭେଦ ଅଛି। ତେଣୁ ଯଦି ଇନ୍ଦ୍ରଚନ୍ଦ୍ର ଯମକୁବେର ବରୁଣାଦିଙ୍କୁ ଭଗବତ ବିଭୂତି ଭାବରେ ଅବଲୋକନ କରି ତାଙ୍କର ଉପାସନା କରିବା ସେ ଭଗବାନଙ୍କ ହିଁ ଆରାଧନା ଅଟେ। କିନ୍ତୁ ଇନ୍ଦ୍ର ଚନ୍ଦ୍ର ଯମ କୁବେର ଆଦିତ୍ୟାଦି ଦେବତାଙ୍କୁ ଭଗବତ ବିଭୂତି ରୂପରେ ନ ବୁଝି ତାଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱତନ୍ତ୍ର ଦେବତା ରୂପରେ ପୃଥକ ଆରାଧନା କରିବା ଇଏ ଅଜ୍ଞ ରୂପରେ ଆରାଧନା କରିବା ଭଗବାନଙ୍କର, ବିଜ୍ଞତାର ସହିତ ନୁହେଁ। ଯଜନ୍ତି ଅବିଧି ପୂର୍ବକମ୍ ନାମ ଅଜ୍ଞାନ ପୂର୍ବକମ୍ ते यजन्ते, नाम मोर परमेश्वर भगवान श्रीहरि ही समस्त देवता रूपे विराजमान अटंती। इंद्रचंद्र आदित्यादि समस्त देवगण भगवान ही विभूति अटंती। यही तत्व को परिज्ञात न होई जो माने तत्व देवता आराधना करती से माने मते आराधना करती, किंतु सेमानंकर ए आराधना अविधिपूर्वक अटे, कारण मोर तत्व को न बुझी से माने आराधना करुछन्ति। तेणु मोर भक्त मध्य आराधना करे बहुधा विश्वास एकत्वेन पृथक्त्वेन बहुधा विश्वतोमुखम, मंत्र रूपरे क्रतु रूपरे यज्ञ रूपरे स्वधा रूपरे स्वाहा रूपरे सब रूपरे मोर आराधना करे, किंतु ए समस्त स्वरूप भगवत विभूति अटे, भगवानंकर विश्वरूपर परिप्रकाश अटे।
ଏହା ଅବଗତ ହୋଇ ମୋର ବ୍ୟାପକ ସ୍ୱରୂପର ତଥ୍ୟକୁ ହୃଦୟରେ ଧାରଣ କରି ସେ ମତେ ଉପାସନା କରେ। ତେଣୁ ଏହା ବିଧିପୂର୍ବକ ଉପାସନା। କିନ୍ତୁ ଇନ୍ଦ୍ରାଦି ଦେବତାଙ୍କୁ ମୋର ବିଭୂତି ରୂପରେ ଅନବଗତ ହୋଇ जो उपासना ताहा अविधिपूर्वक उपासना। मदीय उपासना सत्य अटे किंतु अविधिपूर्वक उपासना अटे। अतः नाम विधि परिज्ञान बिना तेणु मुहि सर्वात्मा स्वरूप अटे, सर्वदेव स्वरूप अटे, सर्व पूजार प्राप्तव्य अटे। यही तत्व को न बुझी से माने मद भिन्न रूप ही तत्व देवता को आराधना करिथांती। तेणु इथिरे भेद अछि। जेप्यन्य देवता भक्ता यजन्ते श्रद्धयान्विता तेपि मामेव कौन्तेय यजन्त्य विधिपूर्वकम्। टीकाकारଙ୍କର व्याख्यान को अवलोकन करिवा। टीकाकार कहते ननु च ज्ञान यज्ञेन चाप्यन्ये इत्यनेन तया स्वस्यैव उपासना त्रिविधा उक्ता। ज्ञान यज्ञेन चाप्यन्ये यजन्तो मामुपासते एकत्वेन पृथक्त्वेन बहुधा विश्वतो मुखम। ए श्लोक रे भगवान निजर उपासनार त्रैविध्य को वर्णना करिसंति। तत्र बहुधा विश्वतो मुखम इति तृतीयायाः उपासनायाः ज्ञापनार्थम अहम क्रतुरहम यज्ञ इत्यादिना स्वस्य विश्वरूपत्वं दर्शितम्। ज्ञान यज्ञ उपासनार जो तीन प्रकार प्रभेद रहिला, अहंग्रह उपासना, प्रतीकोपासना और विश्वरूप उपासना। से तृतीय भेद जो विश्वरूप उपासना तार स्वरूप को भगवान प्रदर्शन करिसंति। अहं क्रतुरहम यज्ञ श्रद्धा महम औषधम मंत्रोह महमेवाज्य महम अग्नि रहंहुतं इत्यादि। तेणु अतः कर्मयोगेन कर्मांगभूत इंद्रादि याजकाः तथा प्राधान्येन एव देवतांतर भक्ता अपि तद्भक्ता। तेणु जो माने कर्मयोग दे सकाम कर्म द्वारा इंद्रादि देवगण को समर्चना करुचंती स्वर्गादि प्राप्ति पाई। सेमाने भी तो प्रकारांतर रे तुमर ही भक्त अटंती। कथं तरहि न मुच्यन्ते। ते सेमानकर मुक्तिर द्वार काहे अवरुद्ध होईछि? काहे तुमे कहउछ जे गतागतं काम कामा लभन्ते तेतं भुक्त्वा स्वर्गलोकं विशालं क्षीणे पुण्ये मर्त्य लोकं विशन्ति। सेमाने भी तो भगवान तुमर विभूतिर उपासक, तुमर स्वरूपर उपासक, सेमाने विश्वरूपर उपासक। सेमानकर मुक्ति काहे हुए नहीं? ये जिज्ञासा को भगवान कहउचंती यदुक्तम त्वया गतागतं काम कामा लभन्ते इति अंतवत्तु फलं तेषां तद्भवत्यल्पमेधसाम्। सेमानकर फल अंतवान अटे, ता अल्प बुद्धि मानकर मार्ग अटे इति। एपरि तात्पर्य कौन ता उत्तर कहउतंती जेप्यन्य देवता भक्ता એટલે सत्यम मामेव यजन्ति इति। सत्यगत वचन अटे। जहाकू मध्य पूजा कले, जहाकू अर्चना कले ताहा भगवान को पाखरे पहुंची थाए। सर्वदेव नमस्कार केशवम प्रतिगच्छति। श्रीमद् भागवते दशम स्कंदरे अक्रूर जी भगवान को स्तुति करी कहिचंती जे सर्वैव यजन्ति त्वाम सर्वदेव मयेश्वरम जेप्यन्य देवता भक्ता यद्यप्यन्यधियः प्रभु। यद्यपि अन्य देवतार भक्त हुंतु, अन्यधी हुंतु, तथापि सर्वदेव महेश्वर तुमको ही सेमाने आराधना करती। जेपरि यथाद्रि प्रभवान अद्य पर्जन्य पूरिता प्रभु विशन्ति सर्वतः सिंधुम तद्वत्वाम गतयोन्ततः। जेमिति पर्वतरु बाहरुथुवा नदी माने मेघर जल को स्वीकार करी परिशेष समुद्र रे उपगत होइथांती। कारण समुद्र ही समस्त नदी मानकर समस्त वर्षा जल प्रपूरिता नदी मानकर अंतिम आश्रय समुद्र ही अटे। तद्वत्वाम गतयो अंततः। तेणु समस्त गति मानकर समस्त फलर समस्त उपासनार समस्त समर्चनर अंतिम गति भगवान श्रीहरि अटंती।
ତେଣୁ କିନ୍ତୁ ଏଇ ଯୋଉ ଉପାସନା ଇଏ ଅଜ୍ଞତା ପୂର୍ବକ ସିଏ ଦେବତାଙ୍କର ଆରାଧନା କରୁଛି। ତେଣୁ ସିଏ କିନ୍ତୁ ଭଗବାନଙ୍କର ଜ୍ଞାନ ପୂର୍ବକ କିନ୍ତୁ ଅବିଧି ପୂର୍ବକଂ ମତ୍ ପ୍ରାପକଂ ବିଧିଂ ବିନୈବ ଯଜନ୍ତି, ମୋର ପ୍ରାପକ ବିଧିକୁ ନ ଜାଣିକି ଉପାସନା କରନ୍ତି। ଅତଃ તે ପୁନରାବର୍ତ୍ତନ୍ତେ, ତେଣୁ ସେମାନଙ୍କର ପୁନରାବୃତ୍ତି ଅଛି। ଯଦି ସମସ୍ତ ଦେବତା ମାନଙ୍କୁ, ଇନ୍ଦ୍ରାଦି ଦେବତା ମାନଙ୍କୁ ଭଗବାନଙ୍କର ବିଭୂତି ମନେକରି ଯିଏ ଉପାସନା କରିଥାନ୍ତା, ତାର ତତ୍ତତ୍ ଉପାସନାର ଫଳ ମଧ୍ୟ ଭଗବାନଙ୍କ ହିଁ ଆରାଧନା ହୁଅନ୍ତା। ତାର ଅବଶ୍ୟ ହିଁ ମୁକ୍ତି ତାହା ପାଇଁ ସୁଲଭ ଥାନ୍ତା। ଯେପରି ରାଜର୍ଷି ଭରତ ସମସ୍ତ ଯଜ୍ଞ ଯାଗ କରୁଥିଲେ, କିନ୍ତୁ ଯେତେବେଳେ ହୋତା ଯଜ୍ଞରେ ଆହୁତି ପ୍ରଦାନ କରୁଥିଲେ, ସେତେବେଳେ ରାଜର୍ଷି ଭରତ ଏ ସମସ୍ତ ଦେବତା ମାନଙ୍କୁ ଭଗବାନଙ୍କ ବିଭୂତି ରୂପରେ ହିଁ ଅବଲୋକନ କରିଥିଲେ। ପଞ୍ଚମ ସ୍କନ୍ଧର ସପ୍ତମ ଅଧ୍ୟାୟରେ ବି ସେ ଆସିଛନ୍ତି, ସମ୍ପ୍ରତରସ୍ସୁ ନାନାୟାଗୀଷୁ ବିରଚିତାଙ୍ଗ କ୍ରିୟେଷୁ ଅପୂର୍ବଂ ଚ ତତ୍କ୍ରିୟା ଫଲମ୍ ଧର୍ମାଖ୍ୟମ ପରେ ବ୍ରହ୍ମଣି ଯଜ୍ଞ ପୁରୁଷେ ସର୍ବଦେବତା ଲିଙ୍ଗାନାଂ ମନ୍ତ୍ରାଣାಂ ଅର୍ଥ ନିୟାମକତୟା ସାକ୍ଷାତ କର୍ତ୍ତରି ପରଦେବତାୟାଂ ବାସୁଦେବେ ଏବ ଭାବୟମାନଃ ଆତ୍ମ ନୈପୁଣ୍ୟ ମୁଦିତ କଷାୟଃ ହବିଷୁ ଅଧ୍ୱର୍ୟୁभिर्गृह्यमाणेषु ସହ ଯଜମାନଃ ଯଜ୍ଞଭାଜଃ ଦେବାନ୍ ସ୍ଥାନ ପୁରୁଷା ବୟବେଷୁ ଅଭ୍ୟଧ୍ୟାୟତ। ଯେତେବେଳେ ଯଜମାନ ହବିଷୁ ଅଧ୍ୱର୍ୟୁभिर्गृह्ୟମାଣେଷୁ, ଯେତେବେଳେ ଅଧ୍ୱର୍ୟୁ ବା ହୋତା ହବିର୍ଭାଗକୁ ଯଜ୍ଞରେ ଇନ୍ଦ୍ରାୟ ସ୍ୱାହା, ବରୁଣାୟ ସ୍ୱାହା, ଆଦିତ୍ୟାୟ ସ୍ୱାହା ଇତ୍ୟାଦି ତତ୍ତ୍ ଦେବତୋଦ୍ଦେଶ୍ୟରେ ପ୍ରଦାନ କରୁଥିଲେ, ସେତେବେଳେ ସ ଯଜମାନ, ସେଇ ଯଜମାନ ରାଜର୍ଷି ଭରତ ଯଜ୍ଞଭାଜଃ ଦେବାନ୍ ସ୍ଥାନ, ଯଜ୍ଞାଧିକାରୀ ସେଇ ସମସ୍ତ ଦେବତାଙ୍କୁ ପୁରୁଷା ବୟବେଷୁ ଅଭ୍ୟଧ୍ୟାୟତ, ପରମ ପୁରୁଷ ଶ୍ରୀହରିଙ୍କର ତତ୍ତତ୍ ଅବୟ ରୂପରେ ହିଁ ପରିକଳ୍ପନା କରୁଥିଲେ। ଇନ୍ଦ୍ର ତାଙ୍କର ବାହୁରେ ଅଛନ୍ତି, ଚନ୍ଦ୍ର ତାଙ୍କର ମନରେ ଅଛନ୍ତି, ସୂର୍ଯ୍ୟ ତାଙ୍କର ନେତ୍ର ଅଟନ୍ତି। ତେଣୁ ସୂର୍ଯ୍ୟାୟ ସ୍ୱାହା କହିଲା ବେଳକୁ ସେ ରାଜର୍ଷି ଭରତ ଭଗବାନଙ୍କର ନେତ୍ର କମଳକୁ ହିଁ ଅବଲୋକନ କରୁଥିଲେ, ନେତ୍ର କମଳକୁ ଚିନ୍ତା କରୁଥିଲେ ଯେ ମୁଁ ଭଗବାନଙ୍କର ନେତ୍ର କମଳର ଉପାସନା କରୁଛି। ତେଣୁ ଏବଂ କର୍ମ ବିଶୁଦ୍ଧ୍ୟା ବିଶୁଦ୍ଧ ସତ୍ୱସ୍ୟ ଅନ୍ତର୍ହୃଦୟାକାଶ ଶରୀରେ ବ୍ରହ୍ମଣୀ ଭଗବତୀ ବାସୁଦେବୀ ମହାପୁରୁଷ ରୂପୋପଲକ୍ଷଣେ ଶ୍ରୀବତ୍ସ କୌସ୍ତୁଭ ବନମାଳାରିତର ଗଦାଦିଭିରୁପଲକ୍ଷିତେ ନିଜ ପୁରୁଷ ହୃଲ୍ଲିଖିତେନ ଆତ୍ମନି ପୁରୁଷ ରୂପେଣ ବିରୋଚମାନେ ଉଚ୍ଚୈସ୍ତରାଂ ଭକ୍ତି ଅନୁଦିନମ ଏଧମାନରୟା ଅଜାୟତ। ଏଇଭଳି କର୍ମ ବିଶୁଦ୍ଧ୍ୟା, ଏଇଭଳି ସମସ୍ତ ଦେବତାଗଣଙ୍କୁ ଭଗବତ ବିଭୂତି ରୂପରେ ଯୋଉ ଉପାସନା, ଇଏ କର୍ମର ବିଶୁଦ୍ଧି ଅଟେ। ଏଇ କର୍ମ ବିଶୁଦ୍ଧି ଦ୍ୱାରା ବିଶୁଦ୍ଧ ସତ୍ୱ, ବିଶୁଦ୍ଧ ଅନ୍ତଃକରଣ ରାଜର୍ଷି ଭରତଙ୍କ ହୃଦୟରେ ଅନନ୍ୟ ଭକ୍ତି, ପ୍ରେମ ଭକ୍ତି ଅତ୍ୟନ୍ତ ପ୍ରବଳ ରୂପରେ ପରିବର୍ଦ୍ଧିତ ହୋଇଥିଲା। କହିବାର ତାତ୍ପର୍ଯ୍ୟ ଏ ଯେ ଯାହାକୁ ମଧ୍ୟ ଉପାସନା କଲେ, ସେ ଉପାସନା ଯେ ଭଗବାନଙ୍କର ବିଭୂତିର ଉପାସନା ଅଟେ, ଭଗବାନଙ୍କର ସ୍ୱରୂପର ଉପାସନା ଅଟେ, ଏଇ ତତ୍ଵକୁ ଅବଗତ ହୋଇ ଯୋଉ ଉପାସନା, ସେ ପରମ ପୁରୁଷ ଶ୍ରୀହରିଙ୍କର ହିଁ ଉପାସନା ଅଟେ। ଏଇ ତତ୍ଵକୁ ଅନବଗତ ହୋଇ ଯୋଉ ଇତର ଉପାସନା, ସେଇ ଅଜ୍ଞତା ପୂର୍ବକ ଉପାସନା ଅଟେ ଏବଂ ସେଇ ଅଜ୍ଞତା ପୂର୍ବକ ଉପାସନା ଦ୍ୱାରା ବ୍ୟକ୍ତି ନିଜର ମୁକ୍ତିର ଦ୍ୱାରକୁ ଅବରୁଦ୍ଧ କରିଥାଏ। ଏହା ହିଁ ତାତ୍ପର୍ଯ୍ୟ। କିନ୍ତୁ ସମସ୍ତ ଉପାସନାର ଫଳ ଭଗବାନଙ୍କୁ ପ୍ରାପ୍ତ ହେଉଥିଲେ ମଧ୍ୟ ବିଧି ପୂର୍ବକ ଉପାସନା, ଅବିଧି ପୂର୍ବକ ଉପାସନା, ଜ୍ଞାନ ପୂର୍ବକ ଉପାସନା, ଅଜ୍ଞାନ ପୂର୍ବକ ଉପାସନା, ଏଇ ଯୋଉ ଭେଦ ଅଛି, ସେ ଭେଦ ଅନୁସାରେ ତାର ଫଳରେ ମଧ୍ୟ ଭେଦ ଅଛି। येऽप्यन्य देवता भक्ता यजन्ते श्रद्धयान्विताः तेऽपि मामेव कौन्तेय यजन्त्यविधिपूर्वकं तेऽपि मामेव कौन्तेय यजन्त्यविधिपूर्वकम् अहं हि सर्वयज्ञानां
भोक्ता च प्रभुरेव च अहं हि सर्वयज्ञानां भोक्ता च प्रभुरेव च न तु मामभिजानन्ति तत्त्वेनातः च्यवन्ति ते न तु मामभिजानन्ति तत्त्वेनातश्च्यवन्ति ते। भगवान कहउचंती हे अर्जुन अविधि पूर्वकत्व को विशद व्याख्यान करुचंती अहं हि सर्वयज्ञानां भोक्ता च प्रभुरेव च। भगवान वासुदेव ही मु समस्त यज्ञ श्रौत यज्ञ हो कि स्मार्त यज्ञ हो वा क्रतु हो आउ से यज्ञ तत्त देवता रूपे मु भोक्ता अटे एवं प्रभुरेव च नाम फलदाता मध्य अटे। जदुद्देश्य यज्ञ करा जाउची से तत्त देवता रूपे यज्ञ फलर भोक्ता अटे एवं तत्त उद्देश्य क्रियमाण यज्ञर फल प्रदाता मध्य अटे। तेणु भोक्ता अटे प्रभु अटे फल प्रदाता मध्य अटे। किंतु देवतांतर उपासक माने देवतांतर यादी माने मोर এই तत्व यज्ञ यज्ञर वस्तुतः भोक्तृत्व यज्ञर वस्तुतः प्रभुत्व भगवान वासुदेव ठारे निहित अछि। ଏହି तत्व को अनवगत होइथिबारु सेमाने आराध्य अंतर मन करी आराध्यांतर मन करी इतर आराध्य मन करी तत्व देवता को उपासना करिथांती। अतः मोर स्वरूपर अपरिज्ञान द्वारा मत स्वरूप अपरिज्ञान अत्यंत आयास रे से तत्व देवता को उपासना कले मध्य से माने न तो माम अभिजानन्ति मोर स्वरूप को अवगत होई न थांती तत्वेन मांग न अभिजानन्ति अतः ते च्यवन्ति सेमाने निजर साधन मार्ग विच्युत होती अर्थात स्वर्गादि फल भोग परे तत्त देवतांतर लोकरे पुण्य भोग परे सेमाने पुनः संसार चक्र रे निपतित होती जन्म मरण चक्र परंपरा रे पतित होती। किंतु जो माने तत्त देवता को भगवत स्वरूप ही मन करी परम अंतर्यामी घट घट निवासी परमेश्वर स्वरूप मन करी अर्चना करती तेणु से माने किंतु भगवत अर्पित कर्म द्वारा से माने किंतु मुक्त हुए। तेणु आयास एका हेले मध्य विधि परिज्ञान विधि अपरिज्ञान जो भेद वशतः जने मुक्त हुए जने बद्ध हुए ये भेद सुस्पष्ट अटे यह भगवान कहउचंती। टीकाकार कहउचंती जे अविधि पूर्वकत्वं एव आह अहमिति देवतांतर रूपेण अहमेव भुक्ता प्रभु माने स्वामी फलदाता च अहमेव मां तु तत्वेन न जानन्ति यथा सूर्यस्य अहम उपासकः सूर्येव मयि प्रसीदतु सूर्य एव मदभीष्टं फलं ददातु सूर्यैव परमेश्वर इति तेषां बुद्धि न तो परमेश्वरो नारायण एव सूर्य सएव तादृश श्रद्धोत्पादक जे सूर्य भगवान सूर्यंकर उपासक ता हृदय रे एई भली चिंतन निहित होइथाए जे मु सूर्य देवंकर उपासक सूर्य ही मोठारे प्रसन्न हुंतु सूर्य ही मदभिष्ट फल प्रदान करंतु सूर्य ही परमेश्वर एई भली सेमानंकर बुद्धि थाए। भगवान परमेश्वर नारायण श्रीहरि सूर्य रूप विराजमान सूर्य तदीय स्वरूप अटे तांकर विभूति अटे एभली ज्ञान सेमानंकर न थाए। तेणु सैव मह्यम सूर्योपासन फलप्रद इति बुद्धि अतत्वतः। तेणु सूर्य ही परमेश्वर सूर्य ही मोर श्रद्धोत्पादक से सूर्य ही सूर्यदेव ही मोर उपासनार फल प्रदान करिवे एभली कार बुद्धि नथिबारु तत्वतः मत अभिज्ञाना भावा तत्वतः मद्विषयक अभिज्ञानर मद्विषयक स्वरूप परिज्ञानर अभावरु ते च्यवन्ते भगवन् नारायण एव सूर्यादि रूपेण आराध्यते इति भावनया विश्वतो मुखं मां उपासिनास्तु मुच्यन्ते एव। किंतु जो
ज्ञान यज्ञेन चाप्यन्यरे, जो ज्ञान यज्ञ तृतीय भेद को प्रतिपादन करछन्ति भगवान विश्वरूप उपासना नाम रे। से माने विश्वरूप उपासक यद्यपि सर्वस्वरूप रे भगवान को उपासना ही करिथांती, किंतु से तांकर हृदय रे एई भली ज्ञान निश्चल थाए जे भगवान नारायण एव सूर्यादि रूपेण आराध्यते। भगवान नारायण ही श्रीहरि ही सूर्यादि देवता रूपे आराधित होचंती। सर्वत्र भगवानंकर परमेश्वरंकर श्रीहरिंक ही आराधना करुछि। एई भली भावना द्वारा विश्वतोमुख विश्वरूप स्वरूप भगवान को उपासना से माने करिथांती। तेणु सेमानंकर मुक्तिर द्वार तो अनावृत थाए, किंतु तत्त देवतांक ठारे पृथक बुद्धि द्वारा तत्त देवतांको भगवानंकर विभूति रूपे अनवगत हुई जे उपासना करे सी विच्युत होइथाए, अर्थात जन्म मृत्यु परंपरा चक्र रे निपतित होइथाए। यह ही तात्पर्य। तस्मात् मद विभूतिषु सूर्यादिषु पूजा मद विभूति ज्ञान पूर्विका एवं कर्तव्य। तेणु सर्वरूप भगवान को पूजा करणीय, किंतु भगवान विभूति रूप अवगत ही करणीय। भगवान विभूति अटंती, भगवान अंश अटंती, भगवान विश्वरूप स्वरूप परिप्रकाश रूप अटंती। एभली वस्तुतः तत्व को अवलोकन करी तत्व को हृदय रे धारण करी जो अर्चना, से तो सर्वात्मा भगवान ही अर्चना अटे। इतने कौन सी दोष नहीं, किंतु यदि तत्व देवता को भगवान को विभूति रूप अवलोकन न करी जो अर्चना, से अर्चना वस्तुत अज्ञता पूर्वक भगवत आराधना। तेणु भगवत आराधना हेले मध्य सेमानंकर ज्ञानर राहित्यरु सेमानंकर तत्त पुण्य फल भोग परे पुनश्च शरीर ग्रहण करियंती, जन्म मरण चक्र परंपरा रे निपतित होती। यह ही शाश्वत सिद्धांत परिव्यक्त। अहम ही सर्वयज्ञानां भोक्ता च प्रभुरेव च न तु मामभिजानन्ति तत्त्वेनातस्यवन्ति ते, न तु मामभिजानन्ति तत्त्वेनातस्यवन्ति ते। यान्ति देवव्रता देवान् पितॄन् यान्ति पितृव्रताः भूतानि यान्ति भूतेज्य यान्ति मद्याजिनोऽपि माम् भूतानि यान्ति भूतेज्य यान्ति मद्याजिनोऽपि माम्। यदि जन जिज्ञासा करे जे देवतांतर आराधना करुची, से तो तत्त देवता पाई जो विधि उद्दिष्ट अछि से विधि रे करुची। अविधि पूर्वक कि परिहेला भगवान श्रीहरि को जे आराधना करुची, श्री विष्णु को आराधना करुची, विष्णु भगवान श्रीहरि उपासना पाई जो विधि अछि से विधि को तो अवलंबन करुची। से बेले जे देवतांतर आराधना करुची, से देवतांतर उपासना पाई जो विधि शास्त्र सम्मत विधि अछि से विधि को अवलंबन करी उपासना करुची। तेणु अविधि पूर्वक कि परिहब ना। ए जिज्ञासार उत्तर रे भगवान कहते ठीक कथा, जेहेतु सी तत्त देवता को तत्त विधि रे उपासना करुचे, ताहा तत्त देवतांतर उपासना विधि रे जो उपासना तार फल स्वरूप तो से देवता को प्राप्त होता है, तार फल तो प्राप्त हुए, मना करा जाऊ नहीं। यान्ति देवव्रता देवान् देवव्रता नाम देवाः एव व्रतम देशाम ते देवव्रता। देवा कहले वसु रुद्र आदित्य प्रभृति आदित्यादय तत्संबंधी। देव देव शब्दटी देव संबंधी लाक्षणिक अटे। देवाः नाम सूर्य चंद्रादय तत्संबंधी व्रतम। देवा नाम देव संबंधी अटे। व्रत जो मानकर ना देवतांतरं को बलि उपहार प्रदक्षिण प्रणाम इत्यादि करिवा जांकर जो मानकर व्रत अटे। देवाः नाम देव संबंधी उपासनम व्रतम जेषाम ते देवव्रताः। देवव्रताः देवान् यान्ति,
देवान् प्राप्नुवन्ति। देवतांकु उपासना करिबा, देव संबंधी उपासना ही जो मानकर व्रत अटे सेमाने तत्त सेई देवतांकु प्राप्त हुवन्ति। तम यथा यथा उपासते तदेव भवति श्रुति वचन एथिरे प्रमाण। तम यथा यथा उपासते तदेव तदेव भवति। जो रूप उपासना करिथाए तद रूप प्राप्त होइथाए। तेणु से जो रूप देव उपासना कला तद रूप प्राप्त होला। देवान देवव्रता देवान जानती, पितृव्रता पितृन् जानती, भूतेज्या भूतानि जानती। एठी तीन प्रकार भेद करा जायछि, देवता पितृ भूत। एठी मधुसूदन सरस्वती पाद गुढ़ार्थ दीपिकार एठी सात्विक राजस और तामस भेद प्रदर्शन करिसेंती। जो माने सात्विकी उपासना निरत से माने देव पूजक अटंती। तत्त देवता को उपासना करिथांती। इंद्र चंद्र जम कुबेर वरुण अनिल इत्यादि देवता को उपासना करती। देवता उपासना ही सेमानंकर व्रत होइथाए। तेणु से माने देवव्रता से माने तेणु माने ये देवव्रता सात्विका, पितृव्रता राजसा, जो माने श्राद्धादि क्रिया द्वारा पितृगणंकर अग्निशत्तादि पितृगणंकर अर्जमा प्रभृति पितृगणंकर आराधना करती। से देहत्याग परि से पितृगण को प्राप्त होती। एमाने पितृव्रता राजसा। पितरः व्रतम जेषाम ते पितर नाम पितृ संबंधी उपासनम। पितृपद पितृ संबंधी उपासना रे लाक्षणिक अटे। पितृ माने जार व्रत अटंती, अर्थात पितृ संबंधी श्राद्ध इत्यादि क्रिया करिवा ही जार व्रत अटे। पितृ संबंधी उपासना रे ही जो मानकर निष्ठा अछि से माने पितृव्रत। से माने पितृन् जानती, माने शरीर परित्याग परे तांको ही प्राप्त होती। ये राजस उपासक भेद कहला। आ तामस उपासक, तामसा भूतेज्या नाम भूतानि एव वा भूतेषु एव इद्या नाम पूजा जेषाम ते भूतेज्या। इद्यार्थ पूजा। भूतेषु इद्या जेषाम ते भूतेज्या, भूतेषु भूत मानक ठारे वा भूत संबंधी वस्तुरे जो मानकर पूजन निहित अछि से भूतेज्या। तेणु इज्या पद कह जायछि। तेणु पूर्वत्र व्रत पदरे मध्य से पूजा रूपक व्रत ही निया जायछि। तेणु देवव्रत पितृव्रत कहले एठी देव शब्द देव संबंधी लाक्षणिक, पितृव्रत कहले पितृ शब्द पितृ संबंधी लाक्षणिक। जेभଳି उष्ट्रमुख शब्दर समास रे उष्ट्रमुख कहले उष्ट्रस्य मुखमिव मुखम जस्य स उष्ट्रमुख। उष्ट्र शब्द उष्ट्र मुखरे लाक्षणिक अटे। उष्ट्रस्य मुखम इव मुखम जस्य स उष्ट्रमुख। उष्ट्र भଳି मुख जार नुहे, एटी उष्ट्र शब्द उष्ट्र मुखरे लाक्षणिक। सेमती एठी मध्य एटी देवव्रत कहले देव शब्द देव संबंधी क्रिया रे, देव संबंधी यजन रे, देव संबंधी पूजन रे लाक्षणिक अटे। देवाः व्रतम यस्य नाम देव संबंधी उपासना देव संबंधी पूजन ही जार व्रत अटे से देवव्रत। पितृ संबंधी पूजन जार व्रत अटे से पितृव्रत। तेणु देवव्रत माने देवता को प्राप्त होती, पितृव्रत माने पितृपुरुषों को प्राप्त होती। भूतोपासक माने भूतोपासक अर्थ यक्ष रक्ष विनायक मातृगण पिशाचगण इत्यादि जो माने उपासक, जो माने तामसी प्रवृत्तिर उपासक। तेणु से माने तत्त भूतगण को प्राप्त होती। तेणु ये जो राजस तामसर भेद को मध्य श्रीमद भागवत रे प्रथम स्कंदर द्वितीय अध्याय रे स्पष्ट कह जाइछन्ति। रजस्तम प्रकृतयः समशीला भजन्ति वै पितृभूत प्रजेशादीन श्रीऐश्वर्य प्रजेशवः। तेणु जार राजस तामस स्वभाव अटे सी भूतगण को अर्चना करिथाए, राजस स्वभाव अटे पितृगण को अर्चना करिथाए,
ଆଉ ସାତ୍विକ ପ୍ରକୃତି ଅଟେ ଇନ୍ଦ୍ର ଚନ୍ଦ୍ର ଯମ କୁବେର ବରୁଣାଦି ଦେବତାଙ୍କୁ ଉପାସନା କରିଥାଏ। କିନ୍ତୁ ଯିଏ ନିର୍ଗୁଣ ସ୍ୱରୂପ ଅଟେ ସେ ନିର୍ଗୁଣ ସ୍ୱରୂପ ଭଗବାନ ଶ୍ରୀହରିଙ୍କ ଅର୍ଚ୍ଚନା ହିଁ କରିଥାଏ। ତେଣୁ ଯାହା ପ୍ରଶ୍ନ କରିଥିଲେ ଯେ ଯଦି ଅନ୍ୟ ଦେବତାଙ୍କୁ ଉପାସନା କରୁଛି ତତ୍ତ ଦେବତାଙ୍କର ଯୋଉ ଉପାସନାର ବିଧି ଅଛି ସେ ବିଧିରେ ତ କରୁଛି, ଅବିଧି ପୂର୍ବକ କିପରି ହେଲା? ନା ବିଧି ପୂର୍ବକ ହେଇଛି, ତେଣୁ ତ ସେ ତତ୍ତ ଦେବତାଙ୍କୁ ପ୍ରାପ୍ତ ହଉଛି। କିନ୍ତୁ ସେ ତା ପାଇଁ ମୁକ୍ତିର ଦ୍ୱାର କାହିଁକି ଅବରୁଦ୍ଧ ହେଲା? ନା ମୁକ୍ତି ପ୍ରାପକ ବିଧିରେ କରିନାହିଁ, ତତ୍ତ ଦେବତାନ୍ତର ଉପାସନାର ବିଧିରେ କରିଛି। କିନ୍ତୁ ମୁକ୍ତି ପ୍ରାପକ ଯୋଉ ବିଧି ଭଗବାନଙ୍କର ବୈଶ୍ୱରୂପର ପରିଜ୍ଞାନ ହଉଛି ମୁକ୍ତି ପ୍ରାପକ ବିଧି। ତେଣୁ ମୁକ୍ତି ପ୍ରାପକ ବିଧିରେ କରିନଥିବାରୁ ତା ପାଇଁ ମୁକ୍ତିର ଦ୍ୱାର ଅବରୁଦ୍ଧ ହେଇଛି। କିନ୍ତୁ ତତ୍ତ ଦେବତାର ଆରାଧନା ଦେବତାନ୍ତର ଆରାଧନା ପାଇଁ ନିର୍ଦ୍ଦିଷ୍ଟ ବିଧିରେ କରିଛି, ତେଣୁ ତ ତଦ୍ ବିଧିର ଫଳ ସ୍ୱରୂପ ତଦ୍ ଦେବତାକୁ ପ୍ରାପ୍ତ ହଉଛି। ତେଣୁ ଇଏ ଅବିଧି ପୂର୍ବକ ଅର୍ଥ ତତ୍ତ ଦେବତାଙ୍କର ବିଧିରେ ଉପାସନା କରିଛି, କିନ୍ତୁ ମୁକ୍ତି ପ୍ରାପକ ଯୋଉ ବିଧି ପରମ ପଦ ପ୍ରାପକ ଯୋଉ ବିଧି ପରମ ଶ୍ରେୟ ପ୍ରାପକ ବିଧି ସେଇ ବିଧିରେ କରିନଥିବାରୁ ତା ପାଇଁ ମୁକ୍ତିର ଦ୍ୱାର ଅବରୁଦ୍ଧ ହେଇଛି। କିନ୍ତୁ ତତ୍ତ ଦେବତାଙ୍କ ଉପାସନା ପାଇଁ ଯୋଉ ବିଧି ନିର୍ଦ୍ଦିଷ୍ଟ ଅଟେ ସେ ବିଧିରେ ସେ କରିଛି, କରିଥିବାରୁ ସିଏ ତତ୍ତ ଦେବତା ଦେବବ୍ରତ ଦେବତାଙ୍କୁ ପ୍ରାପ୍ତ ହୋଇଥାଏ, ପିତୃବ୍ରତ ପିତୃପୁରୁଷଙ୍କୁ ପ୍ରାପ୍ତ ହୋଇଥାଏ, ଆଉ ଭୂତ ଯାଜକ ଭୂତୋପାସକ ଭୂତଗଣକୁ ପ୍ରାପ୍ତ ହୋଇଥାଏ। ସେଇଭଳି ଶେଷରେ ଭଗବାନ କହୁଛନ୍ତି ଯାଆନ୍ତି ମଜ୍ଜାଜିନୋପି ମାଂ ମଦ୍ୟାଜିନଃ ନାମ ମାମ ୟଷ୍ଟୁମ ଶୀଲମ ୟେଷାମ ते मज्जाजिनः। शिलार्थे निनि प्रत्यय ହେଇଛି। ମାଂ ନାମ ଶ୍ରୀମନ୍ନାରାୟଣଂ ଭଗବନ୍ତଂ ପରମେଶ୍ୱରଂ ବାସୁଦେବଂ ୟଷ୍ଟୁମ ପୂଜୟିତୁମ ଶୀଲମ येषाम ते ମଦ୍ୟାଜିନଃ। ନାମ ସମସ୍ତ ଦେବତାଙ୍କ ଠାରେ ସମସ୍ତ ସ୍ୱରୂପରେ ଭଗବତ ଭାବକୁ ପରିଦର୍ଶନ ଯୋଉମାନେ କରନ୍ତି, ଯାହାର କାହାର ଅର୍ଚ୍ଚନା ମଧ୍ୟ ଭଗବତ ନାରାୟଣଙ୍କର ବିଭୂତି ରୂପରେ ଅର୍ଚ୍ଚନା କରନ୍ତି, ସେମାନେ ଭଗବତ ଆରାଧନ ପରାୟଣ ଅଟନ୍ତି, ସର୍ବତୋମୁଖରେ ମୋର ଉପାସକ ଅଟନ୍ତି ଏବଂ ସେମାନେ ମତେ ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ଏହିପରି ଭାବରେ ଯୋଉ ବିଧିରେ ଅର୍ଚ୍ଚନା କରାଯାଏ ତାହାକୁ ପ୍ରାପ୍ତ ହୋଇଥାଏ। ତେଣୁ ଅବିଧି ପୂର୍ବକ କହିବାର ତାତ୍ପର୍ଯ୍ୟ ଯେ ଭଗବାନ ନାରାୟଣଙ୍କର ବିଭୂତି ଅଟନ୍ତି ଏଇ ଭାବରେ ଜ୍ଞାନ ନଥାଇ ଯୋଉ ଉପାସନା ସିଏ ନାରାୟଣଙ୍କର ଅବିଧି ପୂର୍ବକ ଉପାସନା, ତତ୍ ଦେବତାର ବିଧି ପୂର୍ବକ ଉପାସନା ଅଟେ, କିନ୍ତୁ ନାରାୟଣଙ୍କର ଅବିଧି ପୂର୍ବକ ଉପାସନା ଅଟେ। ତେଣୁ ଭଗବାନ ପରମେଶ୍ୱରଙ୍କର ପରବ୍ରହ୍ମଙ୍କର ଅବିଧି ପୂର୍ବକ ଉପାସନା ଅଟେ, ତତ୍ ଦେବତାର ବିଧି ପୂର୍ବକ ଉପାସନା ଅଟେ। ତେଣୁ ତତ୍ତ ଦେବତାର ବିଧି ପୂର୍ବକ ଉପାସନା ଦ୍ୱାରା ତତ୍ତ ଦେବତାକୁ ପ୍ରାପ୍ତ ହୁଅନ୍ତି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ତାହା ପରବ୍ରହ୍ମଙ୍କର ପରମେଶ୍ୱରଙ୍କର ଅବିଧି ପୂର୍ବକ ଉପାସନା ହେଇଥିବାରୁ ତା ପାଇଁ ଚ୍ୟବନ୍ତେ ବୋଲି କୁହାଗଲା। ଅତଃ ତେଣୁ ତତ୍ତ ଦେବତା ଉପାସକ ମାନେ ଶରୀର ପରିତ୍ୟାଗ ପରେ ତତ୍ତ ଦେବତାଙ୍କର ଧାମକୁ ପ୍ରାପ୍ତ ହୁଅନ୍ତି। ଯେହେତୁ ସେଇ ଦେବତା ମାନେ ମଧ୍ୟ ନିତ୍ୟ ନୁହନ୍ତି, ସମସ୍ତ ଦେବତା ମାନଙ୍କର ଆୟୁ ସୀମିତ, ଯଦ୍ୟପି ମନୁଷ୍ୟ ଆୟୁଠୁ କୋଟି କୋଟି ଗୁଣ ଅଧିକା ହେଲେ ମଧ୍ୟ ତାଙ୍କର ଆୟୁର ସୀମା ଅଛି, ସେମାନେ ମଧ୍ୟ କାଳର ବଶରେ ଅଟନ୍ତି। ତେଣୁ ଯେତେବେଳେ ତାଙ୍କର ସେଇ ଦେବତାଙ୍କର ଧାମ ସମାପ୍ତ ହୋଇଥାଏ, ସେଇ ଦେବତାନ୍ତର ଉପାସକ ପୁନଶ୍ଚ ନିଜର ପୁଣ୍ୟର ସମାପ୍ତିରେ ମର୍ତ୍ତ୍ୟ ଲୋକକୁ ଆସିଥାଏ, ଜନ୍ମ ମରଣ ପରମ୍ପରା ଚକ୍ରରେ ପତିତ ହୋଇଥାଏ ଏବଂ କ୍ଲେଶ ଭାଗ ହୋଇଥାଏ। କିନ୍ତୁ ଯିଏ ସାକ୍ଷାତ ପରମେଶ୍ୱରଙ୍କୁ ଆରାଧନା କରେ ବା ପରମେଶ୍ୱରଙ୍କର ବିଭୂତି ରୂପରେ ପରମେଶ୍ୱରଙ୍କର ବୈଶ୍ୱରୂପର ସ୍ୱରୂପରେ ଯେ ଆରାଧନା କରେ ସେ ତ ପରମେଶ୍ୱରଙ୍କୁ ହିଁ ପ୍ରାପ୍ତ ହୋଇଥାଏ, ସେ ପରମ ପଦକୁ ପ୍ରାପ୍ତ ହୋଇଥାଏ, ମୁକ୍ତି ସ୍ୱରୂପକୁ ପ୍ରାପ୍ତ ହୋଇଥାଏ। ଏଇ ଗମନାଗମନ ଚକ୍ରରୁ ଉଦ୍ଧୃତ ହୋଇଥାଏ। ୟାନ୍ତି ଦେବବ୍ରତା ଦେବାନ୍ ପିତୃଞ୍ଜାନ୍ତି ପିତୃବ୍ରତା ଭୂତାନି ୟାନ୍ତି ଭୂତେଜ୍ୟା ୟାନ୍ତି ମଜ୍ଜାଜିନୋପି ମାମ୍। ଟିକାକାର ଏଇ କଥାକୁ ହିଁ ବ୍ୟକ୍ତ କରିଛନ୍ତି। ନନୁ च तत्त देवता पूजा पद्धतौ यो जो विधि युक्त तेनैव विधिना सा देवता पूज्यते एव। देवतांतर उपासना ପାଇଁ जो विधि कुहाइछि से विधि तो पूजा कला। यथा विष्णु पूजा पद्धतौ जैव विधि
तेनैव वैष्णवा विष्णुं पूजयन्ति अतः देवतांतर भक्तानां को दोष। ତେଣୁ ଦେବତାନ୍ତର ଉପାସକ ତତ୍ତଦ୍ ବିଧିରେ ତତ୍ତଦ୍ ଦେବତାଙ୍କ ଆରାଧନା ପାଇଁ ଯୋଉ ବିଧି ଉଦ୍ଦିଷ୍ଟ ସେ ବିଧିରେ ତ ଉପାସନା କଲା, କଣ ଦୋଷ ନା ସତ୍ୟମ୍ ତରିହି ତାମ୍ ତାମ୍ ଦେବତାମ୍ ତଦ୍ଭକ୍ତା ପ୍ରାପ୍ନୁବନ୍ତି ଏବ। ଦୋଷ କିଛି ନାହିଁ, ଯୋଉ ବିଧିରେ ଯଦି ଦେବତାଙ୍କୁ ଉପାସନା କଲା ସେ ତାର ଫଳ ସ୍ୱରୂପ ତତ୍ତ ଦେବତାଙ୍କୁ ପ୍ରାପ୍ତ ହଉଛି। ତେନ ତତ୍ତଦ୍ ଦେବତାନାଂ ଅପି ନଶ୍ୱରତ୍ୱାତ୍ ତତ୍ତଦ୍ ଦେବତା ଭକ୍ତା କଥଂ ଅନଶ୍ୱରା ଭବନ୍ତୁ। ଯିଏ ଉପାସନା କରୁଛି ସେ ଉପାସ୍ୟ ଦେବତାଙ୍କର ମଧ୍ୟ ନଶ୍ୱର ହେଇଥିବାରୁ ଉପାସକ ଦେବତାନ୍ତର ଉପାସକ କିପରି ଅନଶ୍ୱର ହବ। ଅହଂ ତ ଅନଶ୍ୱରୋ ନିତ୍ୟୋ ମଦ୍ଭକ୍ତା ଅପ୍ୟନଶ୍ୱରା ଇତି ते नित्या एवेते द्योतितम्। ତେଣୁ ଭଗବାନ ଏକମାତ୍ର ନିତ୍ୟ ଅଟନ୍ତି। ଭଗବାନ ଏକ ଶିଷ୍ୟତେ ଶେଷ ସଂଜ୍ଞ। ସମସ୍ତ ଲୋକ ନଷ୍ଟ ହେଇଗଲେ ମହାଭୂତେଷୁ ଆଦିଭୂତଂ ଗତେଷୁ ଭଗବାନ ଏକ ଶିଷ୍ୟତେ ଶେଷ ସଂଜ୍ଞ ଭଗବତୀ ଦେବକୀ କହୁଛନ୍ତି। ତେଣୁ एको नारायण एव आसीत् न ब्रह्मानंद शंकर इति परार्धान्ते सुबुध्यत गोपरूपो मे पुरस्तात् आविर्बभूव इति नच्यवन्ते च मद्भक्ता महत्यां प्रलयादपि इत्यादि श्रुतिरे भगवानଙ୍କର ଶ୍ରୀମନ୍ନାରାୟଣଙ୍କର ବାସୁଦେବଙ୍କର ପାରମୈଶ୍ୱର୍ଯ୍ୟ ତାଙ୍କର ସ୍ୱରୂପର ନିତ୍ୟତ୍ୱ ଏବଂ ସାର୍ବଧିକତ୍ୱ ପ୍ରତିପାଦିତ ହେଇଛି। ତେଣୁ ଭଗବାନ ନାରାୟଣଙ୍କର ଯୋଉ ବିଧି ପୂର୍ବକ ଉପାସନା ତାହା ହିଁ ମୁକ୍ତିର ଦ୍ୱାରଭୂତ ଅଟେ, ଅପାବୃତ ମୁକ୍ତିର ଦ୍ୱାର ଅଟେ। ଆଉ ଦେବତାନ୍ତରଙ୍କୁ ଭଗବାନଙ୍କର ବିଭୂତି ରୂପରେ ଅନବଗତ ହେଇ ଯୋଉ ଉପାସନା ଅବିଧି ପୂର୍ବକ ଅଟେ, ତାର ଫଳ ସ୍ୱରୂପ ତତ୍ତ ଦେବତାନ୍ତର ଲୋକର ପ୍ରାପ୍ତି ଏବଂ ତତ୍ତ ଦେବତାନ୍ତର ଲୋକର ସମାପ୍ତି ପରେ ପୁନଃ ଜନ୍ମ ମରଣ ପରମ୍ପରା ଚକ୍ରରେ ନିପତିତ ହେବା, ଏହା ହିଁ ସିଦ୍ଧାନ୍ତ ପରିବ୍ୟକ୍ତ ହେଇଛନ୍ତି। ଯାନ୍ତି ଦେବବ୍ରତା ଦେବାନ୍ ପିତॄନ୍ ଯାନ୍ତି ପିତୃବ୍ରତା ଭୂତାନି ଯାନ୍ତି ଭୂତେଜ୍ୟା यान्ति मज्जाजिनोऽपि मां भूतानि यान्ति भूतेज्या यान्ति मज्जाजिनोऽपि माम्। समस्त सुधी श्रोतृमंडलीଙ୍କ चरण कमଳରେ विनम्र प्रणाम विनिवेदन पूर्वक संजात त्रुटि विच्युति प्रमाद आदि दोष ପାଇଁ क्षमा प्रार्थना पूर्वक ନିଜର ବାଣୀକୁ ବିରାମ ଦଉଛି। ଆଗାମୀ ଦିବସରେ ପୁନଃ ଆମେ भगवद गीतार्थ समासाधन प्रवृत्त है भाई आसार सहित। जय जगन्नाथ, जय भगवती गीता माता की जय।